ଜମାନକିରା ଥାନା ଅନ୍ତର୍ଗତ କୁଲୁଣ୍ଡି ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ 4 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇ ଗୋଡପାଲି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛି। ବାମ୍ରା ନିକଟ ଘୁମୁଡା ଓ ଗୋବିନ୍ଦପୁରଠାରେ ସାପ କାମୁଡାରେ ଜଣେ ନାବାଳିକ ଓ ଜଣେ ବୃଦ୍ଧା ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଶୀଘ୍ର ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ନାକ୍ଟିଦେଉଳ ବ୍ଲକ ଅନ୍ତର୍ଗତ ବୁଡବୁଡା ଗ୍ରାମରୁ ବ୍ରାହ୍ମଣୀପାଲି ଗାଁକୁ ଯାଉଥିବା ରାସ୍ତାର ଅବସ୍ଥା ଲଗାଣ ବର୍ଷା ଯୋଗୁଁ ଶୋଚନୀୟ ହୋଇପଡ଼ିଛି। ପ୍ରତିବର୍ଷ ଲଗାଣ ବର୍ଷାରେ ରାସ୍ତା ଯାତାୟାତ ଯୋଗ୍ୟ ନ ରହିବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଭାଲିଆକଟା ପଞ୍ଚାୟତର 7 ଦିନ ହେବ ଜଳ ଯୋଗାଣ ବନ୍ଦ ରହିଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଦେଲା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଗ୍ରାମବାସୀ ନିଜେ ଚାନ୍ଦା କରି ମରାମତି କାର୍ଯ୍ୟ କରିଛନ୍ତି। ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣେଶନଗର ବସ୍ଷ୍ଟାଣ୍ଡରେ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଙ୍ଗାଲି ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତର କରିଛି। ଅନ୍ୟପଟେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଭୂଷଣରୁ ସମ୍ବଲପୁର ବୈଜାମୁଣ୍ଡାରେ ବେଆଇନ ଭାବେ ଆସ୍ ଡମ୍ପିଂ କରୁଥିବା ବେଳେ 5ଟି ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ କିଏ ଏହି ଆସ୍ ଆଣିଛି ସେ ନେଇ ତଦନ୍ତ ଆରମ୍ଭ କରିଛି। ବୁର୍ଲା ଶ୍ରୀରାମ ବିହାରରେ ଜଣେ ଯୁବ ସାମ୍ବାଦିକ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସେ ମାନସିକ ଏବଂ ଆର୍ଥିକ ସ୍ତରରେ ଚାପଗ୍ରସ୍ତ ଥିବା ହ୍ୱାଟ୍ସଆପ୍ରେ ଲେଖିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ପୋଲିସ ଶବ ଉଦ୍ଧାର କରି ଏନେଇ ତଦନ୍ତ ଆରମ୍ଭ କରିଛି। ରେଙ୍ଗାଲି ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ 330 ବୋତଲ ନିଶା କଫ୍ ସିରପ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ଅମନ ଶର୍ମା, ଦେବନାଥ ନନ୍ଦୀ ଓ ଦୀପକ ସୋଙ୍କୁ ଗିରଫ କରିଥିବା ବେଳେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।